ସମସ୍ତଙ୍କୁ ନମସ୍କାର। ଆଉ ଇରାନ ଆମେରିକା ଯୁଦ୍ଧ ପୁଣି ଆରମ୍ଭ ହେବାକୁ ଯାଉଛି। ତ ହରମୁଜ ଯାହା ଖୋଲା ହେଇଯାଇଥିଲା ଆଉ ପିସ୍ ଡିଲ୍ ସାଇନ୍ ହେଇଥିଲା, ତଥାପି ଯୁଦ୍ଧଟା ଆହୁରି ଆରମ୍ଭ ହେବାକୁ ଯାଉଛି। ଯୁଦ୍ଧ ଆରମ୍ଭ ହେବାର କିଛି ଆମେ ଯଦି ଦେଖିବାକୁ ଚାହିଁବା କହିଲେ ଆମେରିକା ବହୁତ ଜାଗାରେ ତାର ବମ୍ ବ୍ଲାଷ୍ଟ କରିଛି, ବହୁତ ଜାଗାରେ ମିସାଇଲ୍, ତାପରେ ଇରାନ ମଧ୍ୟ ତା ଜବାବରେ ସେ କଣ କରିଛି ବିଭିନ୍ନ ଜାଗାରେ ବିଭିନ୍ନ କତାର କୁଏତ ବିଭିନ୍ନ ଜାଗାରେ ସେ କଣ କରିଛି ମିସାଇଲ୍ ପକେଇଛି। ଆଉ ଏ ରିପୋର୍ଟ ଦେଖିକି ଲୋକ ସମସ୍ତେ କହନ୍ତି ଯେ ଯୁଦ୍ଧ ଆରମ୍ଭ ହେଲା। ଆଉ ଟ୍ରମ୍ପ ବି କହିଲା ଯେ ସେମାନଙ୍କୁ ଆଉ ଛାଡିବିନି, ଆଉଥରେ ଯୁଦ୍ଧ ହେବ। ତ ଏଥିରେ ଇଣ୍ଡିଆ କଣ ହବ, ହରମୁଜର ଅବସ୍ଥା କଣ, ଆଉ ଇରାନ କଣ ଆଉ ଥରେ ସର୍ଭାଇଭ କରିପାରିବ କି? ଆଉ ଗୋଟେ ମୁଖ୍ୟ ବିଷୟ ହେଲା ଚାଇନା ଆଉ ଇରାନ ଯୋଗ କରୁଥିବା ଟ୍ରେନ ଲାଇନ ଉପରେ ସେ କଣ କରିଛି ବମ ପକେଇଛି। ତାର କାରଣ ହେଲା ଚାଇନାରୁ ଯେତିକି ସବୁ ପ୍ରକାର ଜିନିଷ ଡ୍ରୋନ ହଉ ବିଭିନ୍ନ ସାମଗ୍ରୀ ସବୁ ଆସି ପହଞ୍ଚି ତ ଆମେରିକା ଏ ନେଇ କିଛି ଇଏ କରିନଥିଲା। ସେ ଭାବିଲା ଯେ ଦେଖ ଆଉ କଣ କରିବା ଆଉ ଛାଡିବାନି। ଆଉ ସମସ୍ତଙ୍କୁ ସିଏ ଜାମ୍ କରିଦେଇଛି, ତେଲ ଦଉନି, ବିଭିନ୍ନ ପ୍ରକାର ହରମୁଜ ଦ୍ଵାରା ବହୁତ ଲୋକଙ୍କର କ୍ଷତି ହଉଛି। ଆଉ ସେ ମଜା କରୁଛି, ତ ତାକୁ ଆମେ ଛାଡିବାନି। ଇରାନ ଆଉ ଚାଇନାର ଯୋଉ ଲାଇନ ଟ୍ରେନ ଲାଇନ ଥିଲା ତାକୁ ବି ସେ କରିଛି। ତ ବର୍ତ୍ତମାନ ପରିସ୍ଥିତି ସାଂଘାତିକ। ଆଉ ଖାମିନାଇର ଶବକୁ ନେଇ ଯୋଉ ଟ୍ରେନ ଲାଇନରେ ଯିବା କଥା ଇରାନ, ସେଇଟା ବି ସେ ତ ବର୍ତ୍ତମାନ କଣ ପରିସ୍ଥିତି ହଉଛି କଣ ନାହିଁ ମୁଁ ତ ସମ୍ପୂର୍ଣ୍ଣ ଜାଣିପାରୁନି, କିନ୍ତୁ ଯୁଦ୍ଧ ଏ ପ୍ରକାର ମୋଡ ନେଇଯିବ ଲୋକ ସବୁ ଅବିଶ୍ୱାସ। ପିସ୍ ଡିଲ୍ ସାଇନ୍ ହେଇଯାଇଥିଲା, ଯୁଦ୍ଧ ଏ ପ୍ରକାର ମୋଡ ନେବ ସମସ୍ତଙ୍କର ବିଶ୍ୱାସ କିନ୍ତୁ ବର୍ତ୍ତମାନ ସେଇ ଯୁଦ୍ଧ ଆଉ ଥରେ ଆରମ୍ଭ ହେବାକୁ ଯାଉଛି। ଲୋକଙ୍କର ମନ ଭାରି ଖରାପ। ଭାଇ ଇଣ୍ଡିଆରେ ଆମେ ଅଛୁ, ଆମର ବିଭିନ୍ନ ପ୍ରକାର ସୁବିଧା ଅସୁବିଧା ଥାଏ, କିନ୍ତୁ ତା ମଧ୍ୟରୁ ବହୁତ ବଡ ସୁବିଧାର ବିଷୟ ହଉଛି ଗ୍ୟାସ। ଗ୍ୟାସ ତେଲ ସେଇ ହରମୁଜ ଦେଇ ଆସିଥାଏ ଇଣ୍ଡିଆକୁ ଅଧିକ ମାତ୍ରାରେ। ଆଉ ସେଇଟା ବନ୍ଦ ହବାରେ ଆଉ ଥରେ ହାତ ଅଛି ଇରାନ ଆଉ ଆମେରିକା। ବର୍ତ୍ତମାନ କୋଶ୍ଚିନ୍ ଆଉଛି ଇରାନ ଯଦି ଆମେରିକା ସହିତ ଯୁଦ୍ଧ କରେ ତ ଇରାନ କଣ ଯୁଦ୍ଧରେ ଆହୁରି କଣ କରିପାରିବ, ସେ ସର୍ଭାଇଭ କରିପାରେ? ଆଉ ଆମେରିକା କଣ ହରମୁଜକୁ ପୁରା ଅକ୍ତିଆର କରିପାରେ? ଯୁଦ୍ଧ ଆରମ୍ଭ ହବା ପଛରେ ଗୋଟେ କାରଣ ଥିଲା। କାରଣ ହଉଛି ପିସ୍ ଡିଲ୍ ସାଇନ୍ ହେଇଯାଇଥିଲା। ପିସ୍ ଡିଲ୍ ସାଇନ୍ ହେଲା ପରେ ଓମାନ ଦେଇକି କିଛି ଜାହାଜ ଆସୁଥିଲା କତାର ଆଉ ବିଭିନ୍ନ ପ୍ରକାର ଜାହାଜ। ସେ ଜାହାଜକୁ କଣ କଲା ଇରାନ, ସେ ଦେଇ ଯିବନି ଆମ ବାଟ ଦେଇ ଯିବ କହିକି ସେ କଣ କଲା ତାକୁ ମନା କଲା। ତଥାପି ସେମାନେ ସେ ବାଟ ଦେଇ, କିନ୍ତୁ ଇରାନ ସେଟାକୁ କଣ କରିଦେଲା ସେ ତିନିଟା ଜାହାଜକୁ ସେ ତ ଏମିତି ପରିସ୍ଥିତିରେ ଆମେରିକା କହିଲା ଯେ ଏଇଟା କରିବାଟା ତମର ଭୁଲ, ଆଉ ଏମିତି କରିବା କଥା ନଥିଲା, ଆଉ ତମକୁ ଆର ସବକ ମିଳିବ। ତାପରେ ଇରାନ ଖମିନାଇର ଯେତେବେଳେ ସବୁକୁ ସେମାନେ ନେଉଛନ୍ତି, ଆଉ ନେବା ସମୟରେ ସେମାନେ କଣ କରୁଛନ୍ତି ଆମେରିକା ମୁର୍ଦାବାଦ ଆଉ ଟ୍ରମ୍ପ ମୁର୍ଦାବାଦ ନା ଆଉ ବିଭିନ୍ନ ବିଷୟ ଆମେରିକା ବିଷୟରେ କହିଲେ। ତାପରେ ଟ୍ରମ୍ପ ତୁର୍କୀରେ ଥାଇକି ତୁର୍କୀରୁ ସେ କଣ କଲା ସନ୍ଦେଶ ଦେଲା ଆଟାକ। ବର୍ତ୍ତମାନ ଇସ୍ରାଏଲ ଆଉ ଆମେରିକା ପୁଣି ଥରେ ଆଟାକ କରିପାରନ୍ତି। ଆଉ ବିଭିନ୍ନ ପ୍ରକାର ପ୍ରୋବ୍ଲେମ କ୍ରିଏଟ ହେବାରେ ଇରାନ ବି ଏଠି ଇରାନର ବି ଏଠି ଭୁଲ, ଆମେରିକା ବି ଆଟାକ କରିବାର ଭୁଲ, ଆଉ ଇସ୍ରାଏଲ ଆଉ ଥରେ ସେ ଯୁଦ୍ଧରେ ପଶିବାଟା ତ ଆମେ ସମ୍ପୂର୍ଣ୍ଣ ମାତ୍ରାରେ କହିପାରିବାନି ଯେ କାହାର ଆଗକୁ ଦେଖାଯାଉ କଣ ହଉଛି। ଆଉ ଯାହା ଖବର ଆସିବ ମୁଁ ଆପଣଙ୍କୁ ରିପୋର୍ଟ କରିବି। ରହିଲି।